ମୁଁ ଭଗବାନଙ୍କର କି ଦୋଷ କରୁଛି? ଭଗବାନ କାହିଁକି ମତେ ଏମିତି କଷ୍ଟ ଦଉଛନ୍ତି? କାହିଁକି ସେ ମୋଠୁ ମୋ ମାଆକୁ ଛଡେଇ ନେଲେ? ଆରେ ମା ନଥିଲେ କଣ ହେଲା? ତୋ ପାଖରେ ମୁଁ ଅଛି। ଆରେ ଦୁନିଆ ତୁ କେବେ ଏକୁଟିଆ ଭାବିବୁନୁ। ଯେତେ ଷଡ଼ଯନ୍ତ୍ର ଆସିଲେ ବି ମୁଁ ତୋ ପାଖରେ ଠିଆ ହେଇଥିବି। ସବୁବେଳେ ମୁଁ ତୋ ପାଖାପାଖି ଠିଆ ହେଇଥିବି। ନାଇଁ ଆଶିଷ, ମୋର ଆଜି ମୋ ମନ ଜମାରୁ ହେଲେ ଭଲ ଲାଗୁନି। ମୋ ମା କଥା ବହୁତ ମନେ ପଡୁଛି। ଯେତେ ଚେଷ୍ଟା କଲେ ବି ଏ ଅବୁଝା ମନଟାକୁ ମୁଁ ବୁଝେଇ ପାରୁନି। ନା ସତ୍ୟ ରେ ତୁ ସାଙ୍ଗ କଥା ଟିକେ ମନେ ପକେଇଲୁ। ଏ ଦୁନିଆରେ ମୋର କିଏ ଅଛି? ପିଲାଟି ଦିନରୁ ତୁ ବାପା ମା ସ୍ନେହ କଣ ମୁଁ ଜାଣିନି। ତତେ ପାଇଲା ଦିନଠୁ ତୋରି ହସ ହସିଛି, ତୋରି ଲୁହରେ କାନ୍ଦିଛି। କେବେ ମୁଁ କଣ ସେଥିରେ ଆପତ୍ତି କରିଛି? ନା ସିନା ପିଲାଟି ଦିନରୁ ବାବା ସ୍ନେହ ତ ଜାଣିନି, ହେଲେ ମୁଁ ମାଆକୁ ହରାଇ ଯେତେ କଷ୍ଟ ପାଇଛି ମୁଁ ସେ କଥା ବୁଝିପାରୁଛି। ଆଶିଷ, ତୁ ତ ବାପା ମାଆଙ୍କୁ ହରାଇ ମୁଁ 5 ବର୍ଷର ହେଇଥାଏ। ମୋ ମା ମତେ ଛାଡି ଚାଲିଗଲା। ତୁ କହ ଆଶିଷ, ତୁ କହ କୋଉ ପୁଅ କଥା ମାଆକୁ ଛାଡି ବଞ୍ଚି ପାରିବ? ଠିକ ଅଛି, ତୁ ବାହାର, ଆମେ ଯାଇକି ଗାଁରୁ ବୁଲି ଆସିବା। ତାପରେ ତତେ ସବୁ ଠିକ ଲାଗିବ। ନାଇଁ ଆଶିଷ, ଏଥର ଆମ କ୍ଲାସରେ 2nd ଇୟର ଫାଇନାଲ ଏକ୍ଜାମ। ଆଉ ପରୀକ୍ଷାରେ ଯଦି ମୋର ଖରାପ ହୁଏ ବାପା ଜାଣିଲେ ବହୁତ ମନ କଷ୍ଟ କରିବେ। ଆଉ ଯଦି ଏଇ ମୁହୂର୍ତ୍ତରେ ମୁଁ ଗାଁ ଆଡେ ଚାଲିଯାଏ ତାହେଲେ ରେଜଲ୍ଟ ନିଶ୍ଚିତ ଖରାପ ହେବ। ଠିକ ଅଛି, ତୁ ପାଠ ପଢିବା ମନ ଦେ, ନିଜ ମନକୁ ବୁଝେଇ ଦେ, ସବୁ ଠିକ ହେଇଯିବ। ହେଲେ ତୁ ଆଦିତ୍ୟ ଛୋଟରା? ହଁ, ମୁଁ ହଉଛି ଆଦିତ୍ୟ ଛୋଟରାୟ। ଆଉ କଲେଜରେ ସମସ୍ତେ ମତେ ଆଦି ବୋଲି ଜାଣନ୍ତି। ତତେ ଭଲରେ କହିଦେଉଛି, ତୁ କଲେଜ ଇଲେକ୍ସନରୁ ଏଥର ଷ୍ଟାମ୍ପ ଛାଡିଦେ। ତମମାନେ ବୋଧହୁଏ ଜାଣିନ, ଏ ଆଦିତ୍ୟ କେବେ ହେଲେ ତା ଜିଦରେ ଅଟଳ ରୁହେନି। ସବୁ ବର୍ଷ କଲେଜର ପ୍ରେସିଡେଣ୍ଟ ମୁଁ ହିଁ ଆସୁଛି, ଆଉ ଏ ବର୍ଷ ମଧ୍ୟ କଲେଜର ପ୍ରେସିଡେଣ୍ଟ ମୁଁ ହେବି। ଇଏ ବୋଧେ ଜାଣିନି, ବାରୁଦ ସାଙ୍ଗରେ ଲାଗିଲେ ଜଳିଯିବ। ଜଜିଆ କିଏ? জয় রে জগন্নাথ, জয় রে যিশু, আরে আল্লাহ।